ମାଇକୁ ପାଖକୁ ପଠେଇବାକୁ ପଡ଼ିବ ବାହାଘର କାମ ସାରିବାକୁ ହବ ନହେଲେ ଏଇ ଯୋଉ ଘଟଣା ଘଟି ମୁଣ୍ଡ ଟିକେ ବାଟ ଚାଲି ହବନି ନାଇଁ ମୋ ମାନେ ମୁଁ କଣ କହୁଥିଲି କି ମାନେ ମୁଁ ଗୋଟେ କହିବୁ କଣଟେ କହିବୁ କହିବାକୁ କିଛି ବାକି ଅଛି ଆଉ ତାକୁ ଭଲ ପାଉଛ ଖାଲି ବାହାଘର ହେଇଥାନ୍ତା ଏଇ ଯୋଉ ଘଟଣା ଘଟିଲାନି ଆଜି ସିନା ଘର ଭିତରେ ଅଛି କାଲି ତ ପଦାକୁ ଯିବ ତୁ ବଦନାମ ସେ ମୁଣ୍ଡଟା ବି ବଦନାମ ମାନେ ମୋ ଗର୍ଭରେ ଯୋଉ ପିଲାଟା ପଡୁଛି ସେ ପିଲା ମୁଣ୍ଡା ସୁଧାବାର ନୁହଁ ଏମିତି କଣ କହୁଛୁ ତୁ ତାକୁ ଭଲ ପାଉଛ ମୁଁ ସତ କହୁଛି ରେ ବୋଉ ଏଥିପାଇଁ ସୁଧାବାର ଦାୟୀ ନୁହଁ ଏଥିପାଇଁ କିଏ ଦାୟୀ କଣ ସମୟ ଏଥିପାଇଁ କିଏ ଦାୟୀ ଆରେ ସେ ଯିଏ ନେଇ ଯାଉନା କାହିଁକି ମୁଁ ତା ସାଙ୍ଗରେ ତୋର ବାହାଘର କରିବି ତୁ ମୋ ଭଉଣୀ এই জগন দাসর ভৌণী তো বাচ্চা ମୋ ଭାଗ୍ୟରେ ନାହିଁ ଲୋ ଭାଇ ସ୍ୱାମୀ ସଂସାର ମୋ ଭାଗ୍ୟରେ ନାହିଁ ବାହାଘର ମୋ ଭାଗ୍ୟରେ ନାହିଁ ସ୍ୱାମୀ ସଂସାର ଭାଗ୍ୟରେ ନାହିଁ ଦେଖିବୁ ଏଇନେ କେ ସୁବିଲା ଭଲରେ କଥା ହଉଛି କହ କେ ସୁବିଲା ଶୁଭ ଯୋଉମାନେ ତୋ ଭାଇକୁ ଦେଖିଲେ ମୁଣ୍ଡ ତଳକୁ କରିଦଉଥିଲେ ସେମାନଙ୍କ ସାମ୍ନାରେ ତୋ ଭାଇର ମୁଣ୍ଡ ତଳକୁ ହେଇଯିବ କହ ସେ କାହା ପୁଅ ସେ ମୋ ବଡ଼ ଲୋକର ପୁଅ ତୁ ଜାଣିନୁ ଶୁଭ ଏଠି କେତେ କେତେ ବଡ଼ ଲୋକ ତୋ ଭାଇକୁ ଦେଖିଲେ ସଲାମ କରନ୍ତି ଆରେ ବଡ଼ ଲୋକ କହିଲେ ଦିଟା ଜାତି ଗୋଟେ ନେତା ଆଉ ଗୋଟେ ବେପାରୀ ଏଠି ଏମିତି କୋଉ ନେତା ନାହିଁ ଯେ ମନ୍ତ୍ରୀ ଏମଏଲଏ ହବା ପଛରେ ତୋ ଭାଇର ହାତ ନାହିଁ ଆଉ ଏମିତି କୋଉ ବେପାରୀ ନାହିଁ ଯେ ତୋ ଭାଇକୁ ଦେଖିଲେ ସଲାମ କରେନି କହ ସେ କାହା ପୁଅ ସେ ଡିଏସପି ରୁଦ୍ର ପ୍ରତାପ ରାୟଙ୍କ ପୁଅ ମୋ ଗର୍ଭରେ ପଡୁଥିବା ପିଲାର ବାପା तो स्वप्न केवे अधूरा होइबनी अरे तो भाई अच्छे एटा खाली तो सम्मान कथा नुह मो जीवन कथा मो तो कथा दउछे तू जो पिला को भलो पाउछो ता संगे तो बाहागर निश्चय करबी अरे से डीएसपी रो पो हो कि होम मिनिस्टर रो पो हो सुबह एवन भाबु थाए जा काले प्राप्त हुए ता हमें कर्म करने फल पाई प्राणित अवश्य हुंजो डीएसपी ओ बोल देखिलु तो मुंडागिरी डकाई बम ब्लास्ट करी केते केते लोकंक जीवन को तू आज नष्ट कर देछु केते केते परिवार को तू आज बर्बाद कर देछु एबे देख तो अपना लोक मने केमिति कांदु चंती तमे भी मते भलो किना चिनी ना डीएसपी आपे तोते मो चिन्हि जिवे तू और खाली जानिबा दरकार तम पुओ सहित मो भौणीर बाहागर डेटटा केबे इम्पॉसिबल ये बाहागर केबे हेई पारिबनी बाहागर करबेनी इकडी सुओको मो बहुत भलो पाए तू मो पुओ शंकर राय ये तुम पुओ ये पुलिस ऑफिसर पुओ डैडी सुबह मु केवल परस्पर को भलो पाउनु सेवे मो पिलार मां हबा को जाउ सेक्स सो डैडी जा पनिशमेंट तो के तम के दियो तो ele mo pai chumona bakra mo kosto paibo e kotra mo to paibi डैडी e jani mo ko sabe ये बुझी पाछे वो भौणी सेठी करे केते खुशी रे रहइबो केते शांति रे रहइबो भाई तुम सेमिति के भाउछ हमर भाव करो छी ए शंकर तू जानिनु सुबह खाली मो भौणी नो से मो जीवन मो निश्वास बंद ହେଇଗଲେ ମଣିଷ 3 ମିନିଟ ବଞ୍ଚି ପାରେ ହେଲେ ମୋ ଶୁଭ ଆଖିରେ ଟୋପାଇ ଲୁହ ଦେଖିଲେ ଏ ଜଗନ 3 ସେକେଣ୍ଡରେ ପ୍ରାୟ ସୁଚି କରିଦେଇ ପାରେ ଜାଣିଛି ଭାଇ ସବୁ ଜାଣିଛି ମତେ ସବୁ କଥା କହିଛି ଏମିତି କିଛି କଥା ନାହିଁ ଯୋଉଟା କି ସେ ମତେ କହିନି ତମେ ତାର ସବୁ କାମ କରିଦିଅ ସବୁ ଇଚ୍ଛା ପୂରଣ କର ଖଞ୍ଜଗନ ଭାଇ ମୁଁ ଠିକ କହୁଛି ନା ଠିକ କହୁଛୁ କେବଳ ମୋ ଭଉଣୀର ଭଲ ପାଇବାକୁ ସମ୍ମାନ ଦେବାକୁ ଯାଇ ମୁଁ ତମ ସାମ୍ନାରେ ଚୁପଚାପ ହେଇ ଛିଡ଼ା ହେଇଛି ତା ରହିଥିଲେ ପ୍ଲିଜ ଏ ସମୟରେ ଟେନସନ ହୋଇ ବରଂ ଗାଡିଙ୍କ ସହିତ କଥା ହେଇ ବାହାଘର ଡେଟଟାକୁ ଫାଇନାଲ କରିଦିଅନ୍ତୁ କାରଣ କେବଳ ଶୁଭ ନୁହଁ ଆପଣମାନେ ସମସ୍ତେ ବଦଳାବେ ଶଙ୍କର ଜାଣିନୁ ଏ ଜଗନ ପିଠିକି ମାରିଲେ ସହିବ ହେଲେ ଛାତିକୁ ଲକ୍ଷ୍ୟ କରି ଆଘାତ କଲେ ହାତ ଦିଟା ଦେହରୁ ପାଡ଼ି ଦବ ଆମେ ଚୁପ୍ तो डीएसपी पापा सामने छिड़ाई चुके तो मास्टर सिंह साहब को चाहिए उछला सुन वो बहु को दिला
ରାତି 12ଟାରେ ମୋ ଜନ୍ମ ହୋଇଥିଲା। ଆଉ ରାତି 12ଟା ବେଳେ ଶୈତାନ ମାନେ ଜନ୍ମ ନିଅନ୍ତି। ତୁ ବି ଜାଣିନୁ ତୁ କାହା ସାମ୍ନାରେ ଛିଡ଼ା ହେଇ ଚ୍ୟାଲେଞ୍ଜ ଦଉଛୁ। ମୁଁ ଚାହିଁଲେ ତୋତେ ଯେକୌଣସି ମୁହୂର୍ତ୍ତରେ ବାଘର ବିଲେଇ କରିଦେଇପାରେ। শত্রুতা করে খুন খরাবা হয়ে বন্দুকর গুলি ফুটে জীবন যায়। যুদ্ধটা হচ্ছে তম ভিতরে। তু মনে শুভ কান্দিব আর মু মনে ବି শুভ কান্দিব। ତେଣୁ ଭଲ ଭାବରେ ଚିନ୍ତା କର କ'ଣ କରିବୁ। ଫ୍ରେଣ୍ଡସିପ୍ କରିବୁ ନା ତ ଭଉଣୀର ଚାପ୍ଟରଟାକୁ ସବୁଦିନ ପାଇଁ ଦି ଏଣ୍ଡ କରିଦେବ। ভুল করছিস, শাস্তি পাও। ସୁଧବଟା କେତେ ଭଲ ପିଲା ଥିଲା। ଆଇଥିଲେ ତାକୁ ରାଣୀ କରି ରଖିଥାନ୍ତା। କେତେ ଭଲ ବୁଝୁଛ। ଭୁଲ করছিস, শাস্তি পাও। ଶୁଣ, ତମେ ତମ ଭଉଣୀକୁ ବହୁତ ଭଲ ପାଉଛ ନା? ଏବେ ଭାବୁଛି ମୋ ଭଲ ପାଇବାରେ କୋଉଠି କମି ରହିଗଲା ବୋଧେ। ସେ କିନ୍ତୁ ମୋ ପୁଅକୁ ବହୁତ ଭଲ ପାଏ ଆଉ ତାକୁ ପ୍ରେମ କରେ। ভুলে প্রতারণা শব্দକୁ প্রেম ভাবি ତା ଜୀବନ ଖାତାରେ ଲେଖି ଦେଇନି ଯେ ପ୍ରାୟଶ୍ଚିତ ଫର୍ଦ୍ଦକୁ ନିଜ ହାତରେ ଚିରି ଦେଇଛି। ଏବେ କିନ୍ତୁ ସେ 2 ମାସର ଅନ୍ତଃସତ୍ତ୍ୱା। ଏବେ ଭାବୁଛି କୋଟେ 5 ହାତ ବାଡ଼ିକୁ ଦେଖି ବଡ଼ ହାତୀଟା କାହିଁକି ଡରେ। ନା, ତମ ପାଖରେ କିଛି ଉପାୟ ନାହିଁ। ତମ ଭଉଣୀ ପାଖରେ କିଛି ରାସ୍ତା ନାହିଁ। ତମ ଭଉଣୀ ଶୁଭ ମୋ ପୁଅ ଶଙ୍କରକୁ ବାହା ନହେଲେ ତା ପାଇଁ ବଞ୍ଚିବାଟା ମୁସ୍କିଲ ହେଇଯିବ। ହୁଏତ କିଛି ଦିନ ପରେ ଏ ସମାଜ ଲୋକମାନଙ୍କୁ ସାମ୍ନା ନ କରିପାରି ସେ ହୁଏତ ଆତ୍ମହତ୍ୟା କରେ। ଅଭିଆଡ଼ି ଝିଅଟା ମା ହେଇଯିବା ଲୋକମାନେ ଯେତେବେଳେ ସମସ୍ତେ ଜାଣିବେ ରାସ୍ତାଘାଟ ତାକୁ ବାଟ ଚଳେଇ ଦେବେନି। ନିନ୍ଦିତ ହବ ସେ। ଆଉ ତମେ ତମ ମା ଅପମାନର ସରାଭ୍ୟ ହବ। ବାଧ୍ୟ ହେଇ ତମ ଭଉଣୀ ମରିବ। ଆପଣ ସେମିତି କୁହନ୍ତୁନି ସାର୍। ଆପଣ ମୋ ଭଉଣୀକୁ ବୋଉ କରି ନେଇଯାଆନ୍ତୁ। ତା ବଦଳରେ ଆପଣ ଯାହା ଚାହିଁବେ ମୁଁ ସେୟା କରିବି। ଏ ଜଗନକୁ ଅରେଷ୍ଟ କରିବା ପାଇଁ ଚାହୁଁଥିଲେ ନା? ହାତ ଦେଖେଇ ଦେଇଛି। ଅରେଷ୍ଟ କରନ୍ତୁ, ମତେ ନେଇ ଫାଶୀରେ ଚଢ଼େଇ ଦିଅନ୍ତୁ। ଆରେ ଏନକାଉଣ୍ଟର କରି ମାରିବା ପାଇଁ ଚାହୁଁଥିଲେ ନା? ଛାତି ଦେଖେଇ ଦେଇଛି। ମାରନ୍ତୁ, ଗୁଳି କରନ୍ତୁ ମତେ। ତମକୁ ମାରିଦେଲେ ପ୍ରୀତିପୁର ଗାଁର ସେ ଜଗା ରାଉତ କଣ ଫେରି ଆସିବ? ଜଗା ରାଉତ? ୟେସ୍, ଜଗା ରାଉତ। ଗରିବ ବାପର ଗୋଟିଏ ବୋଲି ପୁଅ, ଯାହାର ବାପା ଜଣେ ହାର୍ଟ ପେସେଣ୍ଟ ଆଉ ଯାହାର ନିରୀହା ସରଳ ସ୍ତ୍ରୀ ଆଜି 2 ମାସର ଅନ୍ତଃସତ୍ତ୍ୱା। ଆଉ ସବୁଠାରୁ ବଡ଼ କଥା କଣ ଜାଣିଛୁ? ସେଦିନ ତା ସ୍ତ୍ରୀ ସାମ୍ନାରେ ଆମେ ଜଗା ରାଉତକୁ ଗୁଳି କରି ମାରିଦେଲୁ। ଏସବୁ କଥା ଆମେ ଜାଣି ସାରିବା ପରେ ଆମେ ନିଜକୁ ବଞ୍ଚିବାକୁ ଚାହିଁ ଜଗା ରାଉତର ଶବଟାକୁ ଜଗନ ଦାସ କହି ଆମେ ତାକୁ ପୋଷ୍ଟମର୍ଟମ କରି ତା ଶବଟାକୁ ଆମେ ଜାଳିଦେଲୁ। ଏବେ ବି ତା ସ୍ତ୍ରୀ କହୁଛି ତା ସ୍ୱାମୀ ବଞ୍ଚିଛି। ତା ସ୍ତ୍ରୀଟା କଣ ପାଗେଳିଟା? ବିନା କାରଣରେ ସ୍ତ୍ରୀ ସାମ୍ନାରେ ଅଚାନକ ସ୍ୱାମୀଟା ମରିଗଲେ କୋଉ ସ୍ତ୍ରୀ ପାଗଳି ନ ହବ? ସବୁ ମୋ ପାଇଁ, ସବୁ ମୋ ପାଇଁ। ସରପଞ୍ଚ ହେଇଥିଲା। ତା ଲୋକମାନେ ସମସ୍ତେ ଅପେକ୍ଷା କରିଛନ୍ତି ତାଙ୍କ ନୂଆ ସରପଞ୍ଚ ଜଗନ୍ନାଥଙ୍କୁ ଦର୍ଶନ କରି ସେ ଗାଁକୁ ଫେରି ଆସିବ। ଏ ଲୋକମାନଙ୍କ ସେବା କରିବ। ଘର ନଥିବା ଲୋକଙ୍କୁ ସେ ଇନ୍ଦିରା ଆବାସ ଦବ। ବିଧବା ବୁଢ଼ା ବୁଢ଼ୀମାନଙ୍କୁ ସେ ଭତ୍ତା ଦବ। ହେଲେ ସେ ଜଗା ରାଉତ ଆଉ କଣ କରିହବ ସାର୍? ଆଉ କିଛି କରିହବନି। ବାଦଶାହ ଚାହିଁଲେ ସବୁ ସମ୍ଭବ ହେଇପାରିବ। ମାନେ ତମ ଘରେ ଜାଣିଛନ୍ତି ତମେ ବାଦଶାହ। ମୁଁ ଜାଣେ ଆମ ପୋଲିସ ଡିପାର୍ଟମେଣ୍ଟ ସମସ୍ତେ ଜାଣିଛନ୍ତି ତମେ ବହୁତ ବଦନାମ କରିବ ବାଦଶାହ। ତମେ ଚୋରି କର, ଡକାୟତ କର, ମଣିଷ ମର୍ଡର କର। ତମ ନାଁରେ 100ରୁ ଅଧିକ କେସ୍। ତମେ ଖାଲି ପୁରୀ ନୁହେଁ ଓଡ଼ିଶା ପୋଲିସର ଟାର୍ଗେଟରେ। ତମକୁ ଧରିଲେ 50 ଲକ୍ଷ ଟଙ୍କାର ଇନାମ ଆଉ ଧରିବା ଅଫିସର ପ୍ରମୋସନ। ତାହେଲେ କଣ
করিবে করন্তু না আরে ধরিবে যদি ধরতো মারিবে যদি মারতো পাখের যদি পিস্তল নাই তাহলে এই নিয়ম তো মাউজর গুলি করো তোমাকে এলে ମୋ ଭଉଣୀକୁ ଆପଣ ବୋଉ କରି ନେଇଯାଆନ୍ତୁ ସାର୍ ମୋ ଭଉଣୀକୁ ଆପଣ ବୋଉ କରି ନେଇଯାଆନ୍ତୁ ତମ ଭଉଣୀ ମୋ ଘରର ବୋହୂ ହବ। ସାର୍ ଆପଣ ସତ କହୁଛନ୍ତି ବଦଳରେ ଜଗନ ଦାସ ମରିବ। ଜଗନ ଦାସ ମଲେ ଚକା ରାଉତ ବଞ୍ଚିବ। ଆଉ ଚକା ରାଉତ ବଞ୍ଚିଲେ ତା ସ୍ତ୍ରୀ ଗର୍ଭରେ ଥିବା ପିଲାଟା ଭଲରେ ଭଲରେ ଜନ୍ମ ହବ। ବୁଝିପାରିନି ସାର୍ ଶୁଣ